Motivational speech by Manoranya. ମଣିଷ ସେତେବେଳେ ଦୁଃଖୀ ହୁଏ ଯେତେବେଳେ ଅନ୍ୟକୁ ଦେଖି ବଞ୍ଚିବାକୁ ଚେଷ୍ଟା କରେ। ନିଜେ ଯାହା ନୁହେଁ ଅନ୍ୟକୁ ଦେଖି ସେ ଭାବିବା ଏବଂ ଅନ୍ୟର ଉନ୍ନତିକୁ ଦେଖି ନିଜେ ସହି ନ କରିବା, ତାହେଲେ ସେହି ମଣିଷ ହିଁ ଦୁଃଖ ପାଏ ଯିଏକି ସବୁବେଳେ ଅନ୍ୟକୁ ଅନୁକରଣ ହିଁ କରିଥାଏ। ଆରେ ଅନୁକରଣ କରିବାର ଅଛି ତ ତା'ର ଭଲ ଗୁଣକୁ ଅନୁକରଣ କର। ସିଏ କ'ଣ ପିନ୍ଧିଲା, କ'ଣ ଲଗେଇଲା, କ'ଣ ଖାଇଲା, ତାକୁ ଯଦି ଆମେ ଦେଖିବା ତାହେଲେ ଜୀବନରେ ଆମେ ନିଶ୍ଚିନ୍ତ ଭାବରେ ଦୁଃଖ ପାଇବା। କୌଣସି ସେଥିରେ ତିଳେ ହିଁ ଅଫସୋସ ନାହିଁ। ଯଦି ତୁମେ ନିଜେ ଜୀବନରେ ଭଲରେ ବଞ୍ଚିବାକୁ ଚାହୁଁଛ ତାହେଲେ ତୁମେ ଯାହା ନିଜେ ସେୟା ହିଁ ଭାବି ସେଇଥିରେ ହିଁ ଖୁସି ରୁହ। ଭଗବାନ ତୁମକୁ ଯାହା ଦେଇଛନ୍ତି ସେଥିରେ ତୁମେ ଶାନ୍ତିରେ ରୁହ। ଅନ୍ୟର ଧନକୁ ଦେଖିଲେ ତୁମେ ଦୁଃଖ ପାଇବା ଛଡ଼ା ତୁମ ପାଖରେ ଅନ୍ୟ କୌଣସି ରାସ୍ତା ହିଁ ନଥାଏ। ପଥରରେ ମୁଣ୍ଡ ପିଟିଲେ ମୁଣ୍ଡ ଫାଟିଯାଏ ସତ, କିନ୍ତୁ ପଥର କିଛି କ୍ଷତି ହୁଏ ନାହିଁ। ସେମିତି ଅନ୍ୟର ଧନକୁ ଦେଖିଲେ ନିଜେ କଷ୍ଟ ପାଇବା ସତ, କିନ୍ତୁ ତୁମେ କେବେ ହେଲେ ଖୁସି ପାଇବ ନାହିଁ। ଯଦି ଭିଡ଼ିଓଟି ଭଲ ଲାଗେ ତାହେଲେ ନିହାତି ଲାଇକ୍, ସେୟାର ଦେବେ, କମେଣ୍ଟ ଦେବେ। ରାଧେ ରାଧେ।